ଆଜି ରାତିରେ ସେ ନାରୀ ତୁମକୁ ଫୋନ୍ କରିବ, ହାତ ଧରିକି ରୁମ୍କୁ ଡାକିବ, ଯାହା ଚାହିଁବେ ତାହା କରିବ। କେବଳ ଅଳ୍ପ ଟିକେ ଲୁଣକୁ ଅଭିମନ୍ତ୍ରିତ କରିକି ତାର ଘର ସାମ୍ନାରେ ପକେଇ ଦିଅନ୍ତୁ, ତାପରେ ଦେଖିବେ ଚମତ୍କାର। ଆପଣ ସମସ୍ତଙ୍କର ଇଚ୍ଛା ଥିବ ସୁନ୍ଦରୀରୁ ସୁନ୍ଦରୀ ଝିଅକୁ ପଟେଇବା ପାଇଁ, ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ପଟେଇବା ପାଇଁ, ତାଠାରୁ ନିଜର ମନ ମୁତାବକ କାମ ହାସଲ କରିବା ପାଇଁ। କିନ୍ତୁ ଇଏ ଏତେ ସହଜ ନୁହେଁ। ଏଥିପାଇଁ ଆମର ତନ୍ତ୍ରଶାସ୍ତ୍ରରୁ ମୁଁ ଆଜି ଆପଣଙ୍କ ପାଇଁ ଲୁଣରେ ଏମିତି ଏକ ପ୍ରଚଣ୍ଡ ମହାଶକ୍ତିଶାଳୀ ବଶୀକରଣ ନେଇ ଆସିଛି, ଯାହାକୁ ଆପଣ କରିଦେଲେ ସୁନ୍ଦରୀରୁ ସୁନ୍ଦରୀ ଝିଅ ବା ସୁନ୍ଦରୀ ପଡ଼ିଶା ଘର ଭାଉଜକୁ ମୁହୂର୍ତ୍ତକ ଭିତରେ ନିଜର କରିପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ଏହି ବଶୀକରଣ କରିବା ସବୁଠାରୁ ସହଜ। ଏହାକୁ କରିବା ପାଇଁ ଆପଣଙ୍କୁ କୌଣସି ପ୍ରକାର କଷ୍ଟ କାମ କରିବାକୁ ପଡ଼ିବନି କିମ୍ବା କିଛି ବି ପଇସା ଖର୍ଚ୍ଚ କରିବାକୁ ପଡ଼ିବନି। ଆପଣଙ୍କ ଘରେ ଲୁଣ ଥିବ, ଆପଣ ଅଳ୍ପ ଟିକେ ଲୁଣ ଏହିପରି କାଗଜରେ ନେଇ ଆସିବେ। ତାପରେ ମୁଁ ଆପଣଙ୍କୁ କିଛି ପ୍ରୟୋଗ ବିଧି ଶିଖେଇବି। ଆପଣ ସେହି ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିଦେବେ। ତାପରେ ଏହି ଲୁଣକୁ ନେଇକି ସେଇ ଝିଅ ବା ମହିଳାର ଘର ସାମ୍ନାରେ ପକେଇଦେବେ। ଗ୍ୟାରେଣ୍ଟି ଦେଉଛି, ଯେମିତି ଆପଣ ଏହି ବଶୀକରଣ କରିବେ, ମାତ୍ର 10 ମିନିଟରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ମହିଳା ବିଚଳିତ ହୋଇ ଉଠିବ। ରାତି ଦିନ ଆପଣଙ୍କ କଥା ଭାବିବ। ଆପଣଙ୍କ ପ୍ରେମରେ ଏମିତି ଦିବାନୀ ହେଇଯିବ କି ଆପଣ ତାକୁ ଯାହା କହିବେ ସିଏ କରିବ। ଯେଉଁ ପଡ଼ିଶା ଘର ଭାଉଜ ଆପଣଙ୍କୁ ଭାव ଦେଉନଥିଲା, ସିଏ ରାତିଦିନ ଫୋନ୍ କରିବ, ହାତ ଧରିକି ଘରକୁ ଡାକିବ, ଯାହା ଚାହିଁବେ ତାହା କରିବ। ଆପଣ ଭାବୁଛନ୍ତି କି ଲୁଣରେ ଆପଣ କିପରି ଝିଅ ପଟେଇ ପାରିବେ, ନାରୀ ବଶୀକରଣ କରିପାରିବେ? ଇଏ ସତ। ଇଏ ହେଉଛି ପ୍ରଚଣ୍ଡ ମହାଶକ୍ତିଶାଳୀ ନାରୀ ମୋହିନୀ ବଶୀକରଣ। ଏହି ବଶୀକରଣ କେବେ ବି ଖାଲି ଯାଏନି। ଯିଏ ବି ଏହି ବଶୀକରଣକୁ କରିଛି 100ରୁ 100% ସଫଳ ହେଇଛି। ଏହି ବଶୀକରଣ ପ୍ରୟୋଗରେ ହଜାର ହଜାର ଲୋକମାନେ ଲାଭବାନ ହେଇଛନ୍ତି। ଆଶା ଛାଡ଼ି ଦେଇଥିବା ଲୋକ ମଧ୍ୟ ନିଜ ପ୍ରେମକୁ ପାଇପାରିଛି। ବିନା କୌଣସି ପଇସା ଖର୍ଚ୍ଚ କରି ଆପଣ ବି ଏହି ବଶୀକରଣକୁ ଘରେ ବସି ବସି କରିପାରିବେ। ତେବେ ଲୁଣର ଏହି ବଶୀକରଣ ଆପଣ କିପରି କରିବେ, କେମିତି କରିବେ, ଏହାର ପ୍ରୟୋଗ ବିଧି କ'ଣ ଜାଣିବା ପାଇଁ ଭିଡ଼ିଓଟିକୁ ମୂଳରୁ ଶେଷ ପର୍ଯ୍ୟନ୍ତ ପୁରା ଧ୍ୟାନ ସହିତ ଦେଖନ୍ତୁ। ଅଧାରୁ ଛାଡ଼ିକି ଯିବେନି, କାଟି କାଟି ଦେଖିବେନି, ନହେଲେ ଆପଣ କିଛି ବି ବୁଝିପାରିବେନି। ପରେ କମେଣ୍ଟ କରିବେ, ଗୁରୁଜୀ ଆପଣଙ୍କର ବଶୀକରଣ କାମ କରୁନି। ଦେଖନ୍ତୁ, ମୁଁ ଆପଣଙ୍କୁ ସବୁ ଭିଡ଼ିଓରେ କହୁଛି, ଯେଉଁପରି ଆପଣ ଭଗବାନଙ୍କୁ ମାନୁଛନ୍ତି, ଭଗବାନଙ୍କ ଉପରେ ବିଶ୍ୱାସ ରଖିଛନ୍ତି, ନିଜର ସବୁ ଦୁଃଖ କଷ୍ଟ ଅସୁବିଧା ଭଗବାନଙ୍କୁ ଜଣାଉଛନ୍ତି, ଯଦି ସେ ଅସୁବିଧାର ସମାଧାନ ନ ହେଲା, ତାର ମାନେ ନୁହେଁ କି ଭଗବାନ ନାହାନ୍ତି। ସେହିପରି ମନ୍ତ୍ରତନ୍ତ୍ର ହୁଏ, ବଶୀକରଣ କାମ କରେ, କିନ୍ତୁ ଏହାକୁ ଆପଣଙ୍କୁ ସିଦ୍ଧ କରିବାକୁ ପଡ଼ିବ। ପ୍ରୟୋଗ ବିଧିକୁ ଠିକ୍ ଭାବରେ କରିବାକୁ ପଡ଼ିବ। ମୁଁ ଆପଣଙ୍କୁ ଯେମିତି ଶିଖେଇବି, ଆପଣଙ୍କୁ ଠିକ୍ ସେହିପରି କରିବାକୁ ପଡ଼ିବ। ତେବେ ଯାଇ ମୁଁ ଆପଣଙ୍କୁ ଗ୍ୟାରେଣ୍ଟି ଦେଉଛି, ଆପଣ ଯେତେ ସୁନ୍ଦରୀ ଝିଅ ବା ସୁନ୍ଦରୀ ଭାଉଜକୁ ଚାହିଁବେ ଅତି ସହଜରେ ପଟେଇ ପାରିବେ। ତାଠାରୁ ନିଜର ମନ ମୁତାବକ କାମ ହାସଲ କରିପାରିବେ। ତେବେ ଏହି ବଶୀକରଣ ବିଧି ଜାଣିବା ପୂର୍ବରୁ ମୋର ଆପଣମାନଙ୍କୁ ଗୋଟିଏ ଅନୁରୋଧ କି, ଯଦି ଆପଣ ଆମ ଚ୍ୟାନେଲକୁ ପ୍ରଥମ ଥର ଆସିଛନ୍ତି, ତେବେ ଦୟାକରି ଚ୍ୟାନେଲକୁ ସବସ୍କ୍ରାଇବ୍ କରି ପାଖରେ ଥିବା ବେଲ୍ ଆଇକନ୍କୁ ମଧ୍ୟ ଦବାଇ ଦିଅନ୍ତୁ। ଯାହାଦ୍ୱାରା ଆମେ ଯେଉଁ ବି ଭିଡ଼ିଓ ଅପଲୋଡ଼ କରିବୁ, ସର୍ବପ୍ରଥମେ ଆପଣ ଦେଖିପାରିବେ ଆଉ ତାର ଲାଭ ପାଇପାରିବେ। ତେବେ ଚାଲନ୍ତୁ ଜାଣିବା, ମୁଠାଏ ଲୁଣ ସାହାଯ୍ୟରେ ଆପଣ କିପରି ଝିଅ ପଟେଇ ପାରିବେ। ମନେ ରଖନ୍ତୁ, ଏହି ବଶୀକରଣ ବିଧିକୁ ଆପଣ କେବଳ ଶୁକ୍ରବାର ଦିନ କରିବେ। ଦିନ 3ଟାରୁ ସନ୍ଧ୍ୟା 6ଟା ମଧ୍ୟରେ ଏହି ବଶୀକରଣକୁ କରିପାରିବେ। ବଶୀକରଣ କରିବା ପୂର୍ବରୁ ଭଲ ଭାବରେ ହାତ ଗୋଡ଼ ମୁହଁ ଧୋଇକି ସଫା ବସ୍ତ୍ର ପିନ୍ଧିକି ଏହି ବଶୀକରଣକୁ ଆରମ୍ଭ କରିବେ। ପ୍ରଥମେ ଆପଣ କ'ଣ କରିବେ, ମୁଠାଏ ଲୁଣ ବା ଅଳ୍ପ ଟିକେ ଲୁଣ ନେଇ ଆସିବେ। ତାପରେ ନିଜ ଘରେ
କିମ୍ବା କୌଣସି ଏକ ଜାଗାରେ ନାଲି ରଙ୍ଗର ଆସନ ପକେଇକି ଦକ୍ଷିଣ ଦିଗକୁ ମୁହଁ କରିକି ବସି ପଡ଼ିବେ, ଯେମିତି ଆପଣଙ୍କୁ କେହି ଦେଖିବେନି କିମ୍ବା ଡାକିବେନି। ତାପରେ ଲୁଣକୁ ଖଣ୍ଡେ କାଗଜରେ କିମ୍ବା କୌଣସି ଏକ ଜାଗାରେ ରଖିବେ, ଏହିପରି ନିଜ ସାମ୍ନାରେ ରଖିବେ। ତାପରେ ମନେ ମନେ ସେଇ ଝିଅ ବା ମହିଳାକୁ ଭାବିବେ, ତାର ମୁହଁକୁ ନିଜ ମନରେ ଭାବିବେ। ତାପରେ ଏହି ମନ୍ତ୍ରକୁ 7 ଥର ପଢ଼ିବେ। ଲବଣେ ଶକ୍ତି ଆକର୍ଷଣମ୍ ଆମୁକଂ ତୀବ୍ର ବଶୀଭୂତଂ। ଆମୁକଂ ଜାଗାରେ ଆପଣ ସେଇ ଝିଅ ବା ମହିଳାର ନାମ କହିବେ ଯାହାକୁ ଆପଣ ପଟେଇବାକୁ ଚାହୁଁଛନ୍ତି। 7 ଥର ମନ୍ତ୍ରକୁ ପଢ଼ି ସାରିବା ପରେ ଏ ଲୁଣରେ 3 ଥର ଫୁଙ୍କିଦେବେ। ବର୍ତ୍ତମାନ ଏ ଲୁଣ ଅଭିମନ୍ତ୍ରିତ ହୋଇଗଲା। ଆକୁ ଆପଣ କ'ଣ କରିବେ? ବର୍ତ୍ତମାନ ଏ ଲୁଣକୁ ନେଇକି ଆପଣ ଯେଉଁ ଝିଅ ବା ମହିଳାକୁ ପଟେଇବାକୁ ଚାହୁଁଛନ୍ତି ତା ଘର ସାମ୍ନାରେ ଏ ଲୁଣକୁ ପକେଇଦେବେ। ଗ୍ୟାରେଣ୍ଟି ଦେଉଛି ମାତ୍ର 10 ମିନିଟରେ ପ୍ରଭାବ ପଡ଼ିବା ଆରମ୍ଭ ହୋଇଯିବ। ସେ ଝିଅ ହେଉ ବା ବିବାହିତା ନାରୀ ଆପଣଙ୍କ ଆଡ଼କୁ ଆକର୍ଷିତ ହେବାକୁ ଲାଗିବ। ଧନ୍ୟବାଦ।